जय जगन्नाथ। आज छुआ भल कथा मन रख। कल्कि अवतार एवं महाभयंकर है। कल्कि अवतार महाभयंकर थे कही ठाकुर कलियुग गुरु रूप में विद्यमान हेबे एवं लुकायित रही दुष्ट को संहार करेंगे। पुणी कही अच्युत देहरे ठाकुर खेला लीला करेंगे। पुणी कही अच्युत अनंत माधव रूप में लीला खेला करेंगे। सब ठीक किंतु कही नी को अच्युत हेतु दिया अच्युत ना नित्य अच्युत ना अच्युत एक कही नी कहबू ना से गोटे गुरुंर गोटे बारण अच्छी कही हम ना जेकोसी अच्युत हूँ तीन अच्युत भितर हेतु दिया अच्युत हूँ कि नित्य अच्युत हूँ कि अच्युत हूँ अच्युत निजे कौन है कलंकी है केबे हेबे ये जेबे हेबे मन रख जिते बाहर सेमती कलंकी थे कि नथिबे कही पारुनु आ जी थे परिस्थिति कौन हम से महापुरुष ही विचार कर। कारण आम समस्त होते प्रभुर दास बुझे प्रभु आमको ये डट पेनटा देखते बाबू ये डटा तुम रखिथो ये अभी ये डटा तू रखिथु धर जो प्रभु आमको देले गोटे कथा कह ये डटा को आम छाती मारी बुलू आम जगत शिक्षा दे कौन डटा हो आम गुरुकुल ये आम हूँ बोकार आम जो कहूँ एटा बोकार संदेश प्रभु घर डटपेनटा तेणु प्रभु डटपेनटा प्रभु डटपेन दायित्व आम थोईदबा जिते बड़े आसो डट ने आ बोले आम से डटपेनटा छाती मारी बुलिया व्यवहार करिया यहाँ हूँ गुरु परंपरा महापाप है। आमको संबलपुर जन गोटे पिला फोन करथिला जाजपुर जने रूढ़ियार जने फोन करथिला छुआटी फोन करथिले सर जो कहते आपण समय निकट हो गला पुणी समय डेरी अच्छी आम किसी बुझीपार आम से कथा कहूँ टिके ना मझे टिके देकी समय निकट सत समय डेरी अच्छी सत्य कलिर संहारटा दुईटी स्तर कौन हम संहार लीला हम अनंत माधव अंकर किसी संहार हेपर अनंत माधव अंक सरला मुकुंद देवंकर परिप्रकाश हेब मुकुंद देवंकर 12 अंक ठार पुणी संहार लीला आरंभ हम मझी पीरियड टा किसी दिन शांति कौन करिए जो मैंने थे बंची थे एटी संहार हेबे सेठी बछा बची एथर बुझीपारे ना बुझीपारे एटी कौन हेबे संहार हेबे सेठी बछा बची तेणु ए दीटा को सब समतुल करता अनंत माधवंकर अंक पर्यंत संहार लीला किसी दिन हम तापर जो मुकुंद देव से कौन हे बाल मुकुंद रजा हेबे से 12 वर्ष कौन हो जगतर गोटे शांति प्रतिष्ठा रहा हम नहीं कि स्थिति रही मझी मझी है रहा 12 अंक ठारू पुणी 42 अंक पर्यंत कौन हम पुणी से संहार लीला आरंभ हम 42 अंक जेबे पूर्ण होउची
ବୈଶାଖ ଶୁକ୍ଳ ଅଷ୍ଟମୀ ଗୁରୁବାର ସେଦିନ ଭୋଗ କରୁଥିବ। ସେଇଦିନ କଣ ହେଇଯିବ? କରିଯିବ ସବୁ ହେଲା। ଆଉ ଜଣେ କାକଟପୁର ଜଣେ ଭାଇ ଆମକୁ କହୁଥିଲେ, ଦୀକ୍ଷିତ ଭାଇ, ସଂସ୍କୃତ ଦୀକ୍ଷିତ, ମୁକୁନ୍ଦ ଦେବଙ୍କ 42 ଅଙ୍କ ନିଶ୍ଚୟ 24 ଭୋଗ। ମାନେ ମୁକୁନ୍ଦ ଦେବଙ୍କ 42 ଅଙ୍କଟା 24 ଭୋଗ କରୁଥିବ। ଏଇଟା କଣ? ସେ ଦୀକ୍ଷିତ ଭାଇକି ପୂର୍ବ ସୁଦ୍ଧା ଆମେ ତାକୁ ସମାଲୋଚନା କରିବା। ବର୍ତ୍ତମାନ ଆଲୋଚନା କରିବା କଳ୍କୀ ଅବତାର ମହାଭୟଙ୍କର। ହେଲା, ଠାକୁର ଯୋଉ କଳଙ୍କି ଲୀଳା ହବ, ସେ କେମିତି ହବ, କେବେ ହବ, ସବୁ ଯାକ ଅଙ୍କ କେମିତି ଗୋଟିଏ ସମୟକୁ ନିର୍ଘଣ୍ଟ କରୁଛି। ଦେଖ, କହିଲେ ଓଙ୍କାର ମୂରତି ହେବେ ନାରାୟଣ, କଳଙ୍କି ସ୍ୱରୂପ ହୋଇ ଷଡ଼ ତ୍ରିଶ ବିଂଶ ଏକତ୍ର ହୋଇବ ପାମର ଅତିଥି କହେ। ଷଡ଼ ତ୍ରିଶ ବୋଲେ 36, ବିଂଶ ବୋଲେ 20, କେତେ ହେଲା? 56 ଅଙ୍କ। କହିଲେ 56 ଅଙ୍କରେ ନାରାୟଣ କଳଙ୍କି ସ୍ୱରୂପ ହେବେ। ଏଟା 56 ଅଙ୍କ ମନେ ରଖିଥା। ପୁଣି 13 ଜନ୍ମ ଶରଣରେ ପୁଣି କହୁଛନ୍ତି, ବର୍ଷା 7 ଦିନ ମିଶାଇ ଅବନି 5 ଏକାଦଶ ଦେଇ, ଠିକଣା ବେଳକୁ ଠକି ଯିବେ ସର୍ବେ ଆଉ ନ ରହିବେ କେହି। ସେତେବେଳେ ଏ ଡୁପ୍ଲିକେଟ କଳଙ୍କି ରାମ କେହି ରହିବେ ନାହିଁ। ସୁଦୀକ୍ଷ୍ମ ଆଶ୍ରମେ ନିତ୍ୟ ସ୍ଥଳୀ ଧାମ, ବେଦ ଧ୍ୱନି ଉପୁଜିବ, ମୋଦେହେ ବିଶ୍ରାମ କରିବେ ଠାକୁର, ଶୁଣନ୍ତୁ ବାବୁ ରାମ। ମାନେ ଦେଖ, ଅଚ୍ୟୁତ କହୁଛନ୍ତି, ହେ ରାମ, ମୋ ଦେହରେ ଠାକୁର କଣ କରିବେ? ବିହାର କରିବେ। କେବେ ନା ବର୍ଷା 7 ଦିନ ମିଶାଇ ହବନି 5 ଏକାଦଶ ଦେଇ। ବର୍ଷା ହେଲା 4, 7 ଦିନ ହେଲା 7, କେତେ ହେଲା? 7 4 11, ଅବନି ବୋଲନ୍ତେ 9, ବସୁଧା ନବଖଣ୍ଡ ହୋଇ କେତେ ହେଲା? 20, 5 25, ଏକାଦଶ 11, କେତେ ହେଲା? 36 ହେଲା। ଏଟା କଣ? 36ଟା ହଉଛି କଣ? ମନେ ରଖିଥାଅ, ସ୍ୱର୍ଣ୍ଣ। ସ୍ୱର୍ଣ୍ଣ 1436। ସେଠି କହିଲେ କେତେ? 56 ଅଙ୍କ। 56 ଅଙ୍କଟା ଠିକ 1436 ସାଲ ବେଳକୁ ଭୋଗ କରୁଥିବ କି ନାହିଁ? ଭୋଗ କରୁଛି ନା କରୁନି? କରୁଛି। ହେଲା, କାରଣ ଶୂନ୍ୟା ଠାରୁ ସ୍ୱର୍ଣ୍ଣ ଚେଞ୍ଜ ହବ, ସେତେବେଳକୁ 56 ଅଙ୍କ ଭୋଗ କରୁଥିବ। ସେଇ କଥାକୁ ପୁଣି ମଧ୍ୟ ଅଚ୍ୟୁତ ଲେଖିଛନ୍ତି, କହିଲେ 26 ଠାବରୁ 29 ଯାଏ ପ୍ରମାଦ ଅଛି ଅପାର, 29 ଅଙ୍କରେ ଗୌଡ଼ ମହାକଳିକି ଅବତାର। ଏଇଟା କୋଉଟା? କଳି 29 ମସିହା କଥା କହୁନି। ହେଲା, ତେଣୁ 29 ଅଙ୍କ, ଏଠି ହେଲା କେତେ? 36 ଅଙ୍କ, 56 ଅଙ୍କ, ଇଏ ଗୋଟିଏ ବର୍ଷ ପଡୁଛି। ହେଲା, ଗୋଟିଏ ବର୍ଷ କଣ ହଉଛି? 28 ରୁ 29 ମସିହା ଭିତରେ ଗୋଟିଏ ସମୟରେ ସମସ୍ତେ ଭେଟା ଭେଟି ହଉଛନ୍ତି। ସବୁ ଏବେ ପାରୁନ, ଗୋଟେ ମୁହୂର୍ତ୍ତ ପାଇଁ 5 ମାସ ହଉ, 3 ମାସ ହଉ, 4 ମାସ ହଉ, ସେଟା ଖୋଲିକି ତ କହି ହଉନି, ଏମିତି ଭୋଗ କରୁଛି। ହେଲା, ଯେତେବେଳେ ଭୋଗ କରୁଛି, ଏ 3ଟି ଯାକ ଯୋଉ ଅଙ୍କ ନେଖିଛନ୍ତି ମହାପୁରୁଷ, ଅଙ୍କ ଗୁଡ଼ିକ ସବୁ ଯାକ ମିଶି ଯାଉଛି। ତାହେଲେ ଘଟଣା କାହିଁକି ନ ଘଟିବ? କାରଣ ବର୍ତ୍ତମାନ ସମୟ ତମେ ଦେଖ, ମଣିଷ ଗୋଟେ ଘରୁ ବାହାରିଲେ ସେ ଫେରିବାଟା ବହୁତ କଷ୍ଟସାଧ୍ୟ। ଗୋଟେ ମୁହୂର୍ତ୍ତରେ କଣ ବାଟରେ ଘଟୁଛି ତା କହିହଉ ନାହିଁ। ସେମିତି ଜଗତରେ କୋଉ ମୁହୂର୍ତ୍ତରେ କଣ ସବୁ ଘଟିବ ତାହା ଆମେମାନେ ଜାଣିବା ବହୁତ କଷ୍ଟସାଧ୍ୟ। ସେଥିପାଇଁ କୁହନ୍ତି, ବେଙ୍ଗ କହେ ବେଙ୍ଗୁଲିଲୋ, ପୃଥି କ୍ଷଣ କ୍ଷଣ ସେ ଆଣେ। ବୁଝିପାରିଲ ନା ବୁଝିପାରିଲ? କିନ୍ତୁ ସମୟ ହଉଛି ଗୋଟିଏ ବଳବାନ।
ସେଥିପାଇଁ ତମ ମାନଙ୍କୁ କହୁଛୁ ଜନ୍ମ ହେଇଛେ ବାବାର ଦିନେ ମରିବା, ସେ ମରଣକୁ କେହି ଭୟ କରନି। କିନ୍ତୁ ମର ଯେ ମଲା ବେଳକୁ ଭୂତ ଜଗତରେ ନ ବସି ପ୍ରଭୁ ଜଗତରେ ବସିବା ପାଇଁ ଚେଷ୍ଟା କର। ଭୂତ ଜଗତରେ ବସିଲେ ସେ ଆତ୍ମା ଛଟପଟ ସେ ଯିଏ ଅନୁଭବ କରିଥିବ ସିଏ ଜାଣିଥିବ। ଭୂତ ଜଗତ ମାନେ ପ୍ରେତ ଜଗତ, ଜନ୍ମ ହେଇଛେ ଦିନେ ମରିବା ଦିନେ, ସେଥିରେ ଦ୍ୱିଧା ନାହିଁ, ମୃତ୍ୟୁ ଆମ ହାତରେ ନାହିଁ। କିନ୍ତୁ ଯେତିକି ଦିନ ରହୁଛ ଶାନ୍ତିରେ ରୁହ, ପ୍ରଭୁଙ୍କ ନାମ ନେଇକି ମର। ଧନ ହେଲେ ବିପଦ, ଗରିବ ହେଲେ ବିପଦ। ଦୁଃଖରେ ମିଳନ୍ତି ନାହିଁ ହରି, କି ସୁଖରେ ମିଳନ୍ତି ନାହିଁ ହରି। କୋଉଥିରେ ମିଳନ୍ତି? ଶାନ୍ତିରେ ହରି ମିଳନ୍ତି। ତେଣୁ ଜୟ ଜଗନ୍ନାଥ। ଏତିକି ମନେ ରଖିଥାଅ, 56 ଅଙ୍କ ଆଉ 36 ଅଙ୍କ 29 ଅଙ୍କ ବେଳକୁ ସେ ସବୁ ଗୋଟିଏ ବର୍ଷ ପଡିବ। ସେଇ ସମୟରେ ମହାକଳ୍କୀ ଲୀଳା ମର୍ତ୍ତ୍ୟମଣ୍ଡଳେ ପରିପ୍ରକାଶ ହେବ ବୋଲି ମହାପୁରୁଷ ମାନେ ଆମ ମାନଙ୍କୁ କଳିଯୁଗର ଆମେ ଯୋଉ ମାନବ ଜନ୍ମ ହେଇଛେ ଆମ ମାନଙ୍କୁ ଦିଗ୍ଦର୍ଶନ ଦେଇ ଯାଇଛନ୍ତି। ଆମେ ତାକୁ ଗ୍ରହଣ କଲେ ଭଲ, ଗ୍ରହଣ ନ କଲେ ଭଲ। ଯିଏ ଯାହା କରିବ ସେ ତା ପାଇବ। ବୋଲ ଆନନ୍ଦେ କବା ହରି ବୋଲ।